ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କର ଏହି ସତ୍ୟ ଘଟଣା ନିହାତି ଭାବରେ ଶ୍ରବଣ କରିନିଅ। ପ୍ରତ୍ୟେକ ଭକ୍ତମାନେ ଏହି ବିଷୟରେ ଜାଣୁଛନ୍ତି, ଆଉ କିଛି ଭକ୍ତମାନେ ଜାଣନ୍ତି ନାହିଁ। ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କର ଅତ୍ୟଧିକ ପ୍ରିୟ। ଯେକୌଣସି ଭକ୍ତ ଯଦି ଏହି ଶ୍ରାବଣ ମାସ ପ୍ରତ୍ୟେକ ସୋମବାର ଦିନ ଦେବଦେବ ମହାଦେବଙ୍କ ଉପରେ ଜଳ ଅର୍ପଣ କରନ୍ତି, ତାହେଲେ ତାଙ୍କର ପ୍ରତ୍ୟେକ ଇଚ୍ଛା ସ୍ୱପ୍ନ ପୂରଣ ହୋଇଥାଏ। କିନ୍ତୁ ଶିବ ପୁରାଣରେ ଆଉ ଲିଙ୍ଗ ପୁରାଣରେ ଉଲ୍ଲେଖିତ ରହିଛି, ଯେକୌଣସି ଭକ୍ତ ଯଦି କୌଣସି ପୂଜା କାର୍ଯ୍ୟ ବା କୌଣସି ବିଧିବିଧାନ କିମ୍ବା ଉପବାସ ବ୍ରତ କରିପାରୁନାହାନ୍ତି କିମ୍ବା ମନ୍ଦିରକୁ ଗମନ କରିପାରୁନାହାନ୍ତି, ତେବେ ଯଦି ସେହି ଭକ୍ତ କେବଳ ଦେବଦେବ ମହାଦେବଙ୍କର କାହାଣୀ, ଭଗବାନଙ୍କର କଥା ଯଦି ନିଜ କର୍ଣ୍ଣରେ ଶ୍ରବଣ କରୁଛନ୍ତି, ତାହେଲେ ଯେଉଁ ବ୍ୟକ୍ତି ପୂଜା ଆରାଧନା ଜପ ତପ ମନ୍ଦିରକୁ ଯିବା ଆଉ ଜଳ ଅର୍ପଣ କରିବା ଉପବାସ କରିଥିବ, ପ୍ରତ୍ୟେକର ଯେତିକି ପୁଣ୍ୟ ପ୍ରାପ୍ତ ହେବ। ଯଦି ଦେବଦେବ ମହାଦେବଙ୍କର ଏହି ସତ୍ୟ ଲୁଚି ରହିଥିବା ଚମତ୍କାର କାହାଣୀକୁ ଯଦି ନିଜ କର୍ଣ୍ଣରେ ଶ୍ରବଣ କରୁଛି, ତାଠୁ ଅଧିକ ତାକୁ ପୁଣ୍ୟ ପ୍ରାପ୍ତ ହେବ। ଏହା ସତ୍ୟ ବଚନ। ଏହି ଶ୍ରାବଣ ମାସର କଥା କେବଳ ଗୋଟିଏ ଚୋରଟିଏ ନିଜ କର୍ଣ୍ଣରେ ଶ୍ରବଣ କରିଥିଲା, ଆଉ ତା ଜୀବନରେ କେବେ ବି ସିଏ କୌଣସି ପୁଣ୍ୟ ଅର୍ଜନ କରିନଥିଲା। କିନ୍ତୁ ଶାସ୍ତ୍ରରେ ଉଲ୍ଲେଖିତ ରହିଛି, ଯେତେବେଳେ ଶ୍ରାବଣ ମାସର କଥା ନିଜ କର୍ଣ୍ଣରେ ସିଏ ଶ୍ରବଣ କରିଲା, କେବଳ ଗୋଟିଏ କ୍ଷଣର ଗୋଟିଏ ଜନ୍ମର ପାପ ତାର ସମ୍ପୂର୍ଣ୍ଣ ଭାବରେ ଧୋଇ ହୋଇଗଲା, ଆଉ ତାକୁ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେଲା। ଗୋଟିଏ ଚୋର ଜୀବନରେ କୌଣସି ଭଲ କର୍ମ ବା ଧର୍ମ ମାର୍ଗ ସତ୍ୟ ପଥରେ ଚାଲିନାହିଁ, ତଥାପି ସିଏ ମହାଦେବଙ୍କର ଆଶୀର୍ବାଦ ତା ଉପରେ ସଦାସର୍ବଦା ରହିପାରିଲା। ତ ପ୍ରତ୍ୟେକ ଭକ୍ତମାନେ ନିହାତି ଭାବରେ ଅଜାଣତରେ ଶୁଣିଥିବା ଯଦି ବରଦାନ ପ୍ରଦାନ ମିଳିଥାଏ, ଜାଣି ଶୁଣି ଯଦି ଆମେ ମହାଦେବଙ୍କର କଥା ବା ବଚନକୁ ଶ୍ରବଣ କରିବା, ତାହେଲେ ଆମର ଜୀବନ ପ୍ରକୃତରେ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ। ଏକ ଚମତ୍କାର ରହସ୍ୟମୟ କଥା ଘଟିଯିବ। ସେଥିପାଇଁ ଆପଣମାନେ ସମ୍ମାନ ଦେଇ ନିହାତି ଭାବରେ ଶ୍ରବଣ କରନ୍ତୁ। ଚାଲନ୍ତୁ ଜାଣିବା ଶ୍ରାବଣ ମାସର ମହିମା। ଯେକୌଣସି ଭକ୍ତ ଯଦି ଏହି ଶ୍ରାବଣ ମାସର ମହିମା ନିଜ କର୍ଣ୍ଣରେ ଶ୍ରବଣ କରୁଛନ୍ତି, ତାର ଆସିବାକୁ ଯାଉଥିବ ବଡ଼ରୁ ବଡ଼ ବିପଦ ସବୁଦିନ ପାଇଁ ନଷ୍ଟ ହୋଇଯିବ, ଆଉ ଭଗବାନଙ୍କର ଠାରୁ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବ। ସେଥିପାଇଁ ଏହି ଶ୍ରାବଣ ମାସର ମହିମା ନିହାତି ଭାବରେ ନିଜ କର୍ଣ୍ଣରେ ଶ୍ରବଣ କରନ୍ତୁ। ଭଗବାନ ମଧ୍ୟ ଯଦି ଚାହାନ୍ତି, ଆପଣ ଯଦି ଏହି ତଥ୍ୟକୁ ଶ୍ରବଣ କରୁଛନ୍ତି, ତାହେଲେ ଆପଣଙ୍କର ମନ, ଆପଣଙ୍କ ଶରୀର ମଧ୍ୟ ପବିତ୍ର ହୋଇଯିବ, ଆଉ ଏହି ପବିତ୍ର ସ୍ଥାନରେ କେବଳ ଦେବଦେବ ମହାଦେବ ବାସ କରିବେ, ଆଉ ଆପଣଙ୍କୁ ସଦାସର୍ବଦା ସାହାଯ୍ୟ ମଧ୍ୟ କରିପାରିବେ। ସେଥିପାଇଁ ଚାଲନ୍ତୁ ଜାଣିପାରିବା। ମହାଦେବଙ୍କର ସବୁ ଭକ୍ତମାନେ ଜାଣନ୍ତି, ଦେବଦେବ ମହାଦେବଙ୍କର ମସ୍ତକରେ ଶ୍ରାବଣ ମାସ ପ୍ରତ୍ୟେକ ସୋମବାର ଧରି ଜଳ ଲାଗି କରନ୍ତି ବା ଜଳ ଅର୍ପଣ କରନ୍ତି। କାହିଁକି ନା ପୌରାଣିକ ମତରେ ଉଲ୍ଲେଖିତ ରହିଛି, ଯେତେବେଳେ ଏହି ଶ୍ରାବଣ ମାସରେ ସମୁଦ୍ର ମନ୍ଥନ ହୋଇଥିଲା, ହଳାହଳ ବିଷ ଯେତେବେଳେ ଉତ୍ପନ୍ନ ହୋଇଥିଲା, କୌଣସି ଦେବୀ ଦେବତା ଏହି ହଳାହଳ ବିଷକୁ ସେବନ କରିନଥିଲେ, ଆଉ ଭୟଭୀତ ହୋଇ କେବଳ ଭଗବାନ ବିଷ୍ଣୁଙ୍କୁ ଆରାଧନା କରିଥିଲେ। ସେହି ସମୟରେ ଭଗବାନ ବିଷ୍ଣୁ ଆସି ସେହି ପ୍ରତ୍ୟେକ ବ୍ୟକ୍ତିଙ୍କୁ, ରାକ୍ଷସ ଆଉ ଦେବତାଙ୍କୁ କହିବାକୁ ଲାଗିଲେ, ଏହି ବିଷ କେବଳ ଗୋଟିଏ ଭଗବାନ ପାନ କରିପାରିବେ, ଆଉ ଯେମିତି ତାଙ୍କର କୌଣସି ବି କ୍ଷତି ହେବ ନାହିଁ, ଆଉ ସେହି ଭଗବାନ ହେଉଛି କେବଳ ମହାଦେବ। ଏହି କଥା ଶୁଣି ପ୍ରତ୍ୟେକ ଦେବତାମାନେ ଏକତ୍ରିତ ହୋଇ
ମହାଦେବଙ୍କ ପାଖକୁ ଆସିଥିଲେ ଆଉ ମହାଦେବଙ୍କୁ ଏହି କଥା ଶୁଣି ସାଙ୍ଗେ ସାଙ୍ଗେ ଯାଇଥିଲେ। କାହିଁକି ନା ଦେବୀ ଦେବତା ଯେକୌଣସି ଭଗବାନ ମଧ୍ୟ ମନୁଷ୍ୟମାନଙ୍କର କଲ୍ୟାଣ ନିମନ୍ତେ କାର୍ଯ୍ୟ ନିହାତି ଭାବରେ କରନ୍ତି। ସେଥିପାଇଁ ଭଗବାନ ବିଷ୍ଣୁ ଯେତେବେଳେ ମହାଦେବ ଆସିବାର ଦେଖିଲେ ବହୁତ ଖୁସି ହୋଇଗଲେ ଆଉ ସମୁଦ୍ର ମନ୍ଥନରୁ ସେହି ହଳାହଳ ବିଷ ସର୍ବପ୍ରଥମେ ଉତ୍ପନ୍ନ ହୋଇଥିଲା ଆଉ ସେହି ବିଷକୁ ସର୍ବପ୍ରଥମେ ଦେବଦେବ ମହାଦେବ ପାନ କରିଥିଲେ। ଶାସ୍ତ୍ର କହେ ସମୁଦ୍ର ଭିତରୁ ଯାହା ବି କିଛି ଦ୍ରବ୍ୟ ବାହାରିବ ସେହି ଦ୍ରବ୍ୟକୁ ଦେବତା କିମ୍ବା ରାକ୍ଷସ ଯେକୌଣସି ବ୍ୟକ୍ତି ମଧ୍ୟ ସେହି ଦ୍ରବ୍ୟକୁ ପାନ କରିପାରିବେ। କେହି ବି କୌଣସି ଆପତ୍ତି ମଧ୍ୟ କରିପାରିବେ ନାହିଁ। ସେଥିପାଇଁ ହଳାହଳ ବିଷ ଯେତେବେଳେ ଉତ୍ପନ୍ନ ହୋଇଥିଲା ସର୍ବପ୍ରଥମେ ସେହି ବିଷକୁ ଅନ୍ୟ କୌଣସି ଜାଗାରେ ନଷ୍ଟ କରାଗଲା ନାହିଁ। ଏହାର କାରଣ ହେଉଛି ସର୍ବପ୍ରଥମେ ଏହି ବଚନ କୁହା ହୋଇଥିଲା। ସେଥିପାଇଁ ହଳାହଳ ବିଷକୁ ଦେବଦେବ ମହାଦେବ ହିଁ ପାନ କରିଥିଲେ। ସେହି ସମୟରେ ଦେବଦେବ ମହାଦେବ ସେହି ବିଷକୁ ନିଜ ଶରୀର ଭିତରକୁ ପ୍ରବେଶ କରିବାକୁ ଦେଲେ ନାହିଁ। ସେହି ବିଷକୁ ନିଜ ଗଳାରେ ହିଁ ସ୍ଥାପିତ କରି ରଖିଦେଲେ। କିଛି କ୍ଷଣ ପରେ ସେହି ବିଷ ଯେତେବେଳେ ନିଜର ଗଳାରେ ରହିଥିବା କାରଣରୁ ତାଙ୍କ ଗଳା, ତାଙ୍କର ମସ୍ତିଷ୍କ, ତାଙ୍କର ପୁରା ଶରୀର ଏକ ପୀଡ଼ିତ ବା ପୀଡ଼ା ଦେବାର ଲାଗିଲା। ଯେତେବେଳେ ମହାଦେବ ଏହି ପୀଡ଼ାକୁ ସହ୍ୟ କରିପାରିଲେ ନାହିଁ ଆଉ ବହୁତ କଷ୍ଟ ପାଇଲେ, ସେହି ସମୟରେ ମା ପାର୍ବତୀ ମା ମହାଦେବଙ୍କର ଏହି କଷ୍ଟକୁ ସହ୍ୟ କରିଲେ ନାହିଁ ଆଉ ସାଙ୍ଗେ ସାଙ୍ଗେ ଆସି ତାଙ୍କୁ କିଛି ଜଳ ପାନ କରିବାକୁ ଦେଇଥିଲେ ଆଉ କିଛି ଜଳ ତାଙ୍କ ମସ୍ତକରେ ପକାଇଥିଲେ ଆଉ ତାଙ୍କ ଗଳାରେ ନିଜର ହସ୍ତ ମଧ୍ୟ ରଖିଥିଲେ। ଦେଖୁ ଦେଖୁ ଜଳ ଅର୍ପଣ କରିବା ହେତୁ ମହାଦେବଙ୍କର ପୀଡ଼ା କଷ୍ଟ ଧୀରେ ଧୀରେ କମିଗଲା ଆଉ ଦେଖୁ ଦେଖୁ ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ହୋଇଗଲେ। ସେହି ସମୟରେ ମହାଦେବଙ୍କୁ ପ୍ରତ୍ୟେକ ଭକ୍ତମାନେ ନୀଳକଣ୍ଠେଶ୍ୱର ମଧ୍ୟ ଡାକିଥାନ୍ତି ଆଉ ତାଙ୍କର ଏହି ନାମରେ ପ୍ରତ୍ୟେକ ଭକ୍ତ ମଧ୍ୟ ଭଗବାନଙ୍କ ପାଖରେ ମନସ୍କାମନା ସ୍ଥାପନ ରଖନ୍ତି। ଭଗବାନଙ୍କୁ ମଧ୍ୟ ପ୍ରତ୍ୟେକ କ୍ଷଣ ଡାକନ୍ତି। ଏବେ ଜାଣି ରଖ, ସେହି ସମୟରେ ମା ପାର୍ବତୀ ମା କହିଥିଲେ ଯେକୌଣସି ଭକ୍ତ ଯଦି ଦେବଦେବ ମହାଦେବଙ୍କ ଉପରେ ଜଳ ଅର୍ପଣ କରିବେ ତାହେଲେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଯିବ। ତାଙ୍କର ପ୍ରତ୍ୟେକ ଆଶା ଆଉ ସ୍ୱପ୍ନ ମଧ୍ୟ ସାକାର ହେବ। ଚାହୁଁଥିବା ପ୍ରତ୍ୟେକ ଜିନିଷ ମଧ୍ୟ ତତ୍କ୍ଷଣି ପ୍ରାପ୍ତ ହୋଇପାରିବ। ସେହି ସମୟରେ ଶିବ ପୁରାଣରେ ଆଉ ଲିଙ୍ଗ ପୁରାଣରେ ଏହି ତଥ୍ୟ ଉଲ୍ଲେଖିତ ରହିଛି। ପ୍ରତ୍ୟେକ ଭକ୍ତମାନେ ଏହି ଶ୍ରାବଣ ମାସ ସୋମବାର ଦିନ ଦେବଦେବ ମହାଦେବଙ୍କ ଉପରେ ଜଳ ଅର୍ପଣ କରନ୍ତି, ମହାଦେବଙ୍କୁ ପ୍ରଣାମ ମଧ୍ୟ କରିଥାନ୍ତି। ତାହେଲେ ତାଙ୍କର ଗୋଟିଏ ନୁହଁ ବରଂ କୋଟିଏ ଆଶା ଆଉ ସ୍ୱପ୍ନ ପୂରଣ ହୋଇଯିବ। ଏହି କଥା ମା ପାର୍ବତୀ ମା ପୁସ୍ତକରେ ଉଲ୍ଲେଖିତ କରିଥିଲେ। ତାଦ୍ୱାରା ଭକ୍ତମାନେ ମଧ୍ୟ ବିଶ୍ୱାସର ସହିତ ଏହି ତଥ୍ୟକୁ ଗ୍ରହଣ କରିନେଲେ ଆଉ ପ୍ରତ୍ୟେକ ଶ୍ରାବଣ ମାସ ସୋମବାର ଦିନ ମହାଦେବଙ୍କୁ ପୂଜା ଆରାଧନା କରିଥାନ୍ତି। ଯେକୌଣସି ଜାଗାକୁ ଖାଲି ପାଦରେ ଗମନ ମଧ୍ୟ କରିଥାନ୍ତି ଆଉ ତାଙ୍କର ମନସ୍କାମନା ମଧ୍ୟ ପୂରଣ ହୋଇଥାଏ। ଶାସ୍ତ୍ର କହେ ଏମିତି ଗୋଟିଏ ଦେବତା ଅଛନ୍ତି ଯିଏକି ଅଳ୍ପ ଦୁଃଖ କଷ୍ଟରେ ମଧ୍ୟ ସାଙ୍ଗେ ସାଙ୍ଗେ ଆଶୀର୍ବାଦ ପ୍ରଦାନ କରନ୍ତି। କେବଳ ଜଳ ଅର୍ପଣ କର କିମ୍ବା ପତ୍ର ଅର୍ପଣ କର କିମ୍ବା କଣ୍ଟା ଅର୍ପଣ କର, ଶ୍ରଦ୍ଧାରେ ଦେଇଥିବା ତାଙ୍କ ଭକ୍ତର ପ୍ରତ୍ୟେକ ଜିନିଷକୁ ଅର୍ପଣ କରନ୍ତି, ତା ବଦଳରେ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ସେଥିପାଇଁ ଶ୍ରାବଣ ମାସରେ ପ୍ରତ୍ୟେକ ଭକ୍ତମାନେ ପ୍ରଭୁଙ୍କ ପାଇଁ ଜଳ ଯେକୌଣସି ସ୍ଥାନକୁ ଆଣିଥାନ୍ତି, ସେ ପୁଣି ଖାଲି ପାଦରେ ଚାଲିଥାନ୍ତି ଆଉ ମହାଦେବଙ୍କ ଉପରେ ଜଳ ଅର୍ପଣ କରିଥାନ୍ତି, ପ୍ରଣାମ ମଧ୍ୟ କରିଥାନ୍ତି। ଏମିତି ଭକ୍ତର ସର୍ବପ୍ରଥମେ ତାଙ୍କର ଇଚ୍ଛା ସ୍ୱପ୍ନକୁ ମଧ୍ୟ ସାକାର କରିଥାନ୍ତି। ଏକଥା ସତ୍ୟ ଅଟେ। ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି
ଏହି ସୁନ୍ଦର ତଥ୍ୟକୁ ନିଜ କର୍ଣ୍ଣରେ ଶ୍ରବଣ କରିଲେ। ବିବାହ କରିଥିବା ଗୋଟିଏ ନାରୀ, ତାର ବୟସ ସମ୍ପୂର୍ଣ୍ଣ 50ରୁ 60 ହୋଇଗଲାଣି, ଆଉ ତାର ବିବାହ 30 ବର୍ଷ। 30 ବର୍ଷ ଯେକୌଣସି ବ୍ୟକ୍ତି ବିବାହର ହୋଇଯାଇଥିବ ତାର କୌଣସି ବି ସନ୍ତାନ ଜନ୍ମିତ ହୋଇନଥାଏ, ଯାହାକି ଲୋକମାନେ କହିଥାନ୍ତି। କିନ୍ତୁ ଯେତେବେଳେ ଏହି ସ୍ତ୍ରୀ ଲୋକଟିଏ 60 ବର୍ଷ ହୋଇସାରିଲା ପରେ ଯେକୌଣସି ବି ଡକ୍ଟରକୁ ଯାଇ ଦେଖାଇଥାନ୍ତି, ଆଉ ଡକ୍ଟର ମଧ୍ୟ କହିଥାନ୍ତି ଯେ ଜୀବନରେ କେବେ ବି ତୁମର କୌଣସି ସନ୍ତାନ ଜନ୍ମିତ ହେବ ନାହିଁ, ଏମିତି କହି ଡକ୍ଟର ଚାଲିଯାଆନ୍ତି। କିନ୍ତୁ ଏହି ସ୍ତ୍ରୀ ଲୋକଟିଏ ବିଶ୍ୱାସ କରିବାକୁ ନାରାଜ, କୌଣସି ବି କାହାର କଥାକୁ ବିଶ୍ୱାସ କରୁନଥିଲେ, ଆଉ ମନେ ମନେ ଭାବୁଥିଲେ, ମୁଁ ଯଦି ପ୍ରକୃତରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜର ଭାବୁଥାଏ, ସାହାଯ୍ୟ ମଧ୍ୟ କରିଥାଏ, ଠିକ୍ ସେମିତି ତୁମେ ମଧ୍ୟ ଆସିବ ଆଉ ଆମର ସାହାଯ୍ୟ ମଧ୍ୟ କରିବ। ଏମିତି କହିବା ହେତୁ ସ୍ତ୍ରୀ ଲୋକଟିଏ ଯେତେବେଳେ ଏମିତି କହିଲେ, ତାଙ୍କର ସ୍ୱାମୀ ମଧ୍ୟ ତାଙ୍କ କଥାକୁ ବିଶ୍ୱାସ କରୁଥିଲେ, କିନ୍ତୁ ବାରଣ ମଧ୍ୟ କରୁଥିଲେ। ଯଦି ଯେଉଁ ଜାଗାରେ ଡକ୍ଟର ମନା କରିଦେଇଛନ୍ତି, ଆଉ ଆମର ବୟସ ମଧ୍ୟ ହୋଇସାରିଲାଣି, ଆଉ ଆମର ଗୋଟେ ବି ସନ୍ତାନ ହେଉନାହିଁ, ତାହେଲେ ଏ ଜନ୍ମରେ ଆମର କୌଣସି ସନ୍ତାନ ହେବ ନାହିଁ। ଏକଥା ଶୁଣି କୌଣସି ବି ସ୍ତ୍ରୀଙ୍କର ଜୀବନରେ ଚାହିଁନଥାନ୍ତି କି ତାଙ୍କର ସନ୍ତାନ ନ ଆସୁ, ସମସ୍ତେ ଚାହିଁଥାନ୍ତି ତାଙ୍କର ମଧ୍ୟ ଗୋଟିଏ ସନ୍ତାନ ଜନ୍ମିତ ହେଉ। କିନ୍ତୁ ଏହି ସବୁ କଥାକୁ ନେଇ ସେହି ସ୍ତ୍ରୀ ଲୋକଟିଏ ବିଲକୁଲ ମଧ୍ୟ ବିଶ୍ୱାସ କଲେ ନାହିଁ, ଆଉ କହିବାକୁ ଲାଗିଲେ, ପ୍ରକୃତରେ ଭଗବାନ ଅଛନ୍ତି, ଆଉ ମୋର ପ୍ରତ୍ୟେକ ଆଶା ସ୍ୱପ୍ନକୁ ମଧ୍ୟ ସାକାର କରିବେ। ଏମିତି କହୁ କହୁ ଏକ ଶ୍ରାବଣ ମାସ ଚାଲି ଆସିଲା, ଆଉ ଶ୍ରାବଣ ମାସ ସୋମବାର କରିବେ ବୋଲି ତାଙ୍କର ହଜବେଣ୍ଡକୁ ବା ତାଙ୍କର ପତିକୁ ଏହି କଥା କହିବାକୁ ଲାଗିଲେ। ଯେତେବେଳେ ତାଙ୍କ ହଜବେଣ୍ଡ ଏହି କଥା ଶୁଣିଲେ, ଆଉ ସାଙ୍ଗେ ସାଙ୍ଗେ ବାରଣ ମଧ୍ୟ କରୁଥିଲେ, କିନ୍ତୁ ସ୍ତ୍ରୀ ଲୋକଟିଏ ଏହି କଥା ଶୁଣି ବିଲକୁଲ ବି ରାଜି ହେଉନଥିଲେ, ଆଉ ତାକେ ଶ୍ରାବଣ ମାସ ସୋମବାର କରିବେ ବୋଲି ଜିଦି ଧରିଥିଲେ। ଶ୍ରାବଣ ମାସ ଆସିଗଲା, ଆଉ କିଛି ଦିନ ପରେ ସୋମବାର ମଧ୍ୟ ପାଖକୁ ଆସିଗଲା। ସ୍ତ୍ରୀ ଲୋକଟିଏ ଭଗବାନଙ୍କ ପାଇଁ ପ୍ରିୟର ପ୍ରତ୍ୟେକ ପୁଷ୍ପ, ପ୍ରତ୍ୟେକ ଫଳ, ପ୍ରତ୍ୟେକ ଖାଦ୍ୟକୁ ମଧ୍ୟ ନିଜ ହସ୍ତରେ ଧରିଲେ, ଆଉ ସେହି ସ୍ତ୍ରୀ ଲୋକଟିଏ ମହାଦେବଙ୍କ ପାଖକୁ ଗଲେ, ଆଉ ମାନସିକ କ'ଣ ରଖୁଥିଲେ, ଆଉ ମାନସିକ ରଖି ଭଗବାନଙ୍କୁ ପ୍ରଣାମ କରିଲେ, ନିଜ ଘରକୁ ପଳେଇ ଆସିଲେ। ପୁଣି ଦ୍ୱିତୀୟ ଶ୍ରାବଣ ମାସ ସୋମବାର ହେଲା, ଦ୍ୱିତୀୟ ଥର ମଧ୍ୟ ଭଗବାନଙ୍କୁ ଦର୍ଶନ କରିବାକୁ ଗଲେ, ଆଉ ସମସ୍ତଙ୍କୁ ସାହାଯ୍ୟ ମଧ୍ୟ କରିଲେ। ତୃତୀୟ ସୋମବାର ମଧ୍ୟ ଚାଲି ଆସିଲା, ଶ୍ରାବଣ ମାସ ତୃତୀୟ ସୋମବାର ଆସିଲା, ଆଉ ଦେବଦେବ ମହାଦେବ ତୃତୀୟ ସୋମବାରର ଶ୍ରାବଣ ମାସ ସୋମବାରର ରାତ୍ରରେ ପ୍ରଭୁ ସ୍ୱପ୍ନରେ ଆସିଲେ, ଆଉ ସେହି ସ୍ତ୍ରୀ ଲୋକକୁ କହିବାକୁ ଲାଗିଲେ, ତୁମର ଅତ୍ୟଧିକ ଶୀଘ୍ର ତୁମ ଘରକୁ ଏକ ଶୁଭ ଆସିବାର ରହିଛି, ତୁମର ପ୍ରତ୍ୟେକ ଇଚ୍ଛା ସ୍ୱପ୍ନ ସାକାର ହେବ, ତୁମ ଘରେ ଗୋଟିଏ ସନ୍ତାନଟିଏ ଜନ୍ମ ହେବ। ଏକଥା ଶୁଣି ସ୍ତ୍ରୀଟିଏ ବହୁତ ଖୁସି ହୋଇଗଲା, ଆଉ ସ୍ୱପ୍ନରେ ଉଠି ତାଙ୍କ ସ୍ୱାମୀକୁ ଏହି କଥା କହିବାକୁ ଲାଗିଲା। ସ୍ୱାମୀ ତାଙ୍କୁ ବୁଝାଇବାକୁ ଲାଗିଲା, ଆମର କୌଣସି ବି ସନ୍ତାନ ହେବାର ନାହିଁ, ଆଉ ଯଦି ହୋଇଥାନ୍ତା ତାହେଲେ ଆମର ବୟସ 50ରୁ 60 ହୋଇସାରିଲାଣି, ଆଉ ଆମେ ଏବେ ବାପା ମା ନୁହେଁ, ବରଂ ଆମେ ଏବେ ଆମ ପୁଅ କିମ୍ବା ଝିଅର ଆଈ ଅଜା ହୋଇଥାନ୍ତେ, କିନ୍ତୁ ଭଗବାନ ତ ଆମ ଉପରେ ବହୁତ ଈର୍ଷା ଭାବି ଆମ କୋଳରେ ସନ୍ତାନ ଦେଲେ ନାହିଁ। ଏକଥା ଶୁଣି ସ୍ୱପ୍ନକୁ ମଧ୍ୟ ଭୁଲିଯାଅ, କାହିଁକି ନା ଆମେ ଯେକୌଣସି କଥାକୁ ବାରମ୍ବାର ଭାବିବା, ସେହି କଥା ଆମ ସ୍ୱପ୍ନରେ ବାସ୍ତବରେ ପୁଣି ଥରେ ଫେରିଆସେ, ସେଥିପାଇଁ ତୁମେ ଏହି କଥା ଭୁଲିଯାଅ। ସ୍ୱାମୀ ଯେହେତୁ ବୁଝାଇଲେ, ଆଉ ସ୍ତ୍ରୀ ମଧ୍ୟ ବୁଝିବାକୁ ବାଧ୍ୟ ହେଲେ, କାହିଁକି ନା ତାଙ୍କର ବୟସ ହୋଇଯାଇଥିଲା। ଯେତେବେଳେ ତୃତୀୟ ସୋମବାର ହେଲା, ଆଉ ଶିବ ମନ୍ଦିରକୁ ଯିବାକୁ ଆରମ୍ଭ କରିଲେ, ସେହି ସମୟରେ ମନ୍ଦିରକୁ ଗଲେ, ମନ୍ଦିରରେ ପ୍ରଣାମ କରିଲେ, ପୂଜା କରିଲେ, ତାପରେ ନିଜ ଘରକୁ ଫେରି ଆସିଲେ।
ଫେରିବାର 2ରୁ 3 ଘଣ୍ଟା ବିତି ନଥିଲା, ହଠାତ୍ ତାଙ୍କ ସ୍ତ୍ରୀ ଜାଣିବାକୁ ପାଇଲେ କି ତାଙ୍କ ଗର୍ଭରେ ଏକ ସନ୍ତାନଟିଏ ଧୀରେ ଧୀରେ ବଡ଼ ହେବାକୁ ଲାଗୁଛି। ଆଉ ଏହି ଖୁସି ଖବର ଶୁଣି ସାଙ୍ଗେ ସାଙ୍ଗେ ତାଙ୍କର ବୁଢ଼ା ସ୍ୱାମୀକୁ ଏହି କଥା ଶୁଣାଇବାକୁ ଗଲେ। ଆଉ କହିବାକୁ ଲାଗିଲେ, ତୁମେ ବହୁତ ଖୁସି ହେଇଯାଅ, କାହିଁକି ନା ମୁଁ ତୁମକୁ ବାପା ହେବାର ସୌଭାଗ୍ୟ ଦେବି। ଏକଥା ଶୁଣି ତାଙ୍କ ସ୍ୱାମୀ କହିଲେ, ଏ ତୁ କ'ଣ କହୁଛୁ? ସ୍ତ୍ରୀଟିଏ କହିଲେ, ସତ୍ୟ, ଏବେ ମୋ ଗର୍ଭରେ କୁନି ସନ୍ତାନଟିଏ ଅଛି। 9 ମାସ ପରେ ସିଏ ନିଜ ହସ୍ତକୁ ପଳେଇ ଆସିବ, ଆଉ ସେହି ହସ୍ତରୁ ମୁଁ ତୁମ ହସ୍ତକୁ ଦେବି। ଏକଥା ଶୁଣି ସ୍ୱାମୀଟିଏ ବିଶ୍ୱାସ କଲେ ନାହିଁ। ଆଉ ସାଙ୍ଗେ ସାଙ୍ଗେ ମନ୍ଦିରରୁ ଆସିଥିବା ସ୍ତ୍ରୀଙ୍କୁ ସାଙ୍ଗେ ସାଙ୍ଗେ ନେଇ ଡକ୍ଟରଖାନାକୁ ଗଲେ। ଆଉ ଡକ୍ଟର ଚେକ୍ କରିବାକୁ ଲାଗିଲେ। ଆଉ କହିଲେ, ସତରେ ତୁମ ଗର୍ଭରେ ଗୋଟିଏ ସନ୍ତାନଟିଏ ଅଛି, ଆଉ 9 ମାସ ପରେ ସିଏ ଏହି ଦୁନିଆକୁ ଦେଖିବାକୁ ଲାଗିବ। ଏକଥା ଶୁଣି ବାପା ମା ବହୁତ ଖୁସି ହୋଇଗଲେ। ଆଉ ତାଙ୍କର ଖୁସି କହିଲେ ନ ସରେ। ସାଙ୍ଗେ ସାଙ୍ଗେ ଆସି ପୁରା ଗ୍ରାମ ସାରା ତାଙ୍କେ ମିଠା ବାଣ୍ଟିବାକୁ ଲାଗିଲେ। ଆଉ କେବଳ ମିଠା ବାଣ୍ଟୁ ନଥିଲେ, ତା ସାଥିରେ ମହାଦେବଙ୍କର ଏହି ଛୋଟିଆ କାହାଣୀ ମଧ୍ୟ କହୁଥିଲେ। ପ୍ରକୃତରେ ଶ୍ରାବଣ ମାସ ସୋମବାର ଦିନ ଆମେ ଯଦି ମହାଦେବଙ୍କୁ କେବଳ ଜଳ ହିଁ ଅର୍ପଣ କରିବା, ତାହେଲେ ଆମର ପ୍ରତ୍ୟେକ ଇଚ୍ଛା ସ୍ୱପ୍ନ ସମ୍ପୂର୍ଣ୍ଣ ଭାବରେ ପୂରଣ ହୋଇଯିବ। କିନ୍ତୁ ସେହି ଜଳ ଶ୍ରଦ୍ଧାରେ ଆଉ ଭକ୍ତିରେ ହୋଇଥିବା ଆବଶ୍ୟକତା। ପ୍ରତ୍ୟେକ ଗ୍ରାମବାସୀ ଲୋକ ଦେଖିବାକୁ ଲାଗିଲେ, ଯିଏକି ଯେଉଁ ଲୋକମାନେ ମିଠା ବାଣ୍ଟୁଛନ୍ତି ତାଙ୍କର ବୟସ 60 ଆଉ 50 ହୋଇସାରିଲାଣି। ଆଉ ତାଙ୍କେ ସମ୍ପୂର୍ଣ୍ଣ ଭାବରେ ବୁଢ଼ାବୁଢ଼ୀ ହୋଇଗଲେଣି। ତାଙ୍କର ଚୁଟି ସମ୍ପୂର୍ଣ୍ଣ ଭାବରେ ଧଳା ହୋଇଗଲାଣି। ତାକେ ଦେଖିବାକୁ ବହୁତ ଦୁର୍ବଳ ହୋଇଗଲେଣି। ଆଉ ତାଙ୍କର ସନ୍ତାନ କିପରି ହେବ, ଏହି କଥା ଭାବି ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ। ଆଉ କେହି ବି ବିଶ୍ୱାସ କରୁନଥିଲେ। ଭାବୁଥିଲେ କି ହଁ, କାଳେ ତାଙ୍କୁ ଯେକୌଣସି ଡକ୍ଟର ମିଥ୍ୟା ବଚନ କହିଛି, ଏଥିପାଇଁ କି ତାକେ କିଛି କ୍ଷଣ ବହୁତ ଖୁସିରେ ହୋଇଯିବେ। ସମସ୍ତେ ଏକଥା ଭାବି ନିଜ ଘରେ ରହିଗଲେ। ଦେଖୁ ଦେଖୁ 9 ମାସ ବିତିଗଲା। ଆଉ ପ୍ରତ୍ୟେକ ଦିନ ବାପା ମା ଦୁହେଁ ଭଗବାନଙ୍କୁ ପ୍ରଣାମ କରୁଥିଲେ, ଭଗବାନଙ୍କୁ ଆରାଧନା କରୁଥିଲେ, ପୂଜା ପାଠ କରୁଥିଲେ। ଆଉ ବିଶ୍ୱାସ ରଖିଥିଲେ ତାଙ୍କର କୋଳରେ ନିହାତି ଭାବରେ ସନ୍ତାନ ହେବ। 9 ମାସ ପରେ ତାଙ୍କ କୋଳରେ ଏକ ଚମତ୍କାର ପୁତ୍ରଟିଏ ଜନ୍ମ ହେଲା। ସେହି ପୁତ୍ର ମହାଦେବଙ୍କର ଆଶୀର୍ବାଦରୁ ଏକ ଧାର୍ମିକ ପୁତ୍ର, ଏକ ସତ୍ୟ ପୁତ୍ର, ଯାହାକି ଧର୍ମ ରାସ୍ତାରେ ଚାଲୁଥିବ, ସତ୍ପଥ୍ୟ କହୁଥିବ, ଆଉ ସତ୍ପଥରେ ଚାଲୁଥିବା ସନ୍ତାନଟିଏ। ଆଉ ସେହି ସନ୍ତାନକୁ ଯେକୌଣସି ବ୍ୟକ୍ତି ଦେଖୁଥିଲେ ଆଉ ଆଶ୍ଚର୍ଯ୍ୟ ହୋଇଯାଉଥିଲେ, କାହିଁକି ନା ଏମିତି ଦିବ୍ୟ ସନ୍ତାନ କୌଣସି ବ୍ୟକ୍ତି ମଧ୍ୟ ନିଜ ନୟନରେ ଦେଖି ନାହାନ୍ତି। ସେହି ସନ୍ତାନ ଯେତେବେଳେ ତାଙ୍କ ଗ୍ରାମରେ ଜନ୍ମିତ ହେଲା, ଦେଖୁ ଦେଖୁ ତାଙ୍କ ଗ୍ରାମରେ ଯେତେ ମଧ୍ୟ ଦୁଃଖ କଷ୍ଟ ଥିଲା, ଧୀରେ ଧୀରେ ସମ୍ପୂର୍ଣ୍ଣ ଭାବରେ କମିଗଲା। ଯେତେ ମଧ୍ୟ ଶରୀରରେ ରୋଗ ଥିଲା, ଯେକୌଣସି ବ୍ୟକ୍ତି ସେହି ସନ୍ତାନକୁ ଦେଖିବାକୁ ଯାଉଥିଲେ, ତାଙ୍କ ଶରୀରର କଷ୍ଟ ପୀଡ଼ା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯାଉଥିଲା। ଏକଥା ଶୁଣି ପ୍ରତ୍ୟେକ ଭକ୍ତମାନେ, ସେହି ଗ୍ରାମର ବ୍ୟକ୍ତିମାନେ ଜାଣିବାକୁ ଲାଗିଲେ, ପ୍ରକୃତରେ ଏହି ସଂସାରରେ ଦୁନିଆରେ ଭଗବାନ ଅଛନ୍ତି, ଆଉ ତାଙ୍କର ପ୍ରତ୍ୟେକ ଆଶା ସ୍ୱପ୍ନକୁ ପୂରଣ କରିବେ। ସେହି ଦିନଠାରୁ ତାଙ୍କ ଗ୍ରାମର ପ୍ରତ୍ୟେକ ବ୍ୟକ୍ତି ଭଗବାନଙ୍କୁ ମାନିବାକୁ ଲାଗିଲେ, ଭଗବାନଙ୍କୁ ପୂଜା ଆରାଧନା କରିଲେ। ଦେବଦେବ ମହାଦେବଙ୍କର ଏହି ଶ୍ରାବଣ ମାସ ସୋମବାରକୁ ନିଷ୍ଠାର ସହିତ ପାଳନ କରିଲେ। ଆଉ ତାଙ୍କ ଗ୍ରାମର ପ୍ରତ୍ୟେକ ବ୍ୟକ୍ତିର ଆଶା ସ୍ୱପ୍ନ ମଧ୍ୟ ସାକାର ହେବାକୁ ଲାଗିଲା, କାହିଁକି ନା ତାଙ୍କେ ଭକ୍ତିର ସହିତ ନିଜ ଅନ୍ତରରୁ ମହାଦେବଙ୍କୁ ପୂଜା କରିବାକୁ ଲାଗିଲେ। ସେହି ଗ୍ରାମରେ କୌଣସି ବି ବ୍ୟକ୍ତି ନାହିଁ ଯିଏକି ତାଙ୍କ ଶରୀରରେ ରୋଗ ହୋଇଛି, ତାଙ୍କ ମନରେ ଦୁଃଖ କଷ୍ଟ ରହିଛି, କିମ୍ବା ତାଙ୍କର ଘରେ କୌଣସି ସନ୍ତାନ ଜନ୍ମିତ ହୋଇନାହିଁ। ସବୁ ବ୍ୟକ୍ତି, ଯେକୌଣସି ବ୍ୟକ୍ତି ବିବାହିତ ହୋଇଛନ୍ତି, ତାଙ୍କ କୋଳରେ ସନ୍ତାନ ହୋଇଛି। ଆଉ ପ୍ରତ୍ୟେକ ବ୍ୟକ୍ତି ବାପା ମା ହୋଇଛନ୍ତି। କୌଣସି ରୋଗ ଦୁଃଖ କଷ୍ଟ ତାଙ୍କୁ ସ୍ପର୍ଶ ବିଲକୁଲ ମଧ୍ୟ କରିପାରିନାହିଁ। ସେହି ଗ୍ରାମ ଏକ ପବିତ୍ର ପରି
ଲାଗୁଛି, କାହିଁକିନା ସେହି ଗ୍ରାମର ପ୍ରତ୍ୟେକ ଭକ୍ତ କେବଳ ମହାଦେବଙ୍କୁ ମାନୁଥିଲେ ଆଉ ଭକ୍ତି ମାର୍ଗରେ ଥିଲେ, ସମସ୍ତଙ୍କୁ ସାହାଯ୍ୟ କରୁଥିଲେ, ପ୍ରତ୍ୟେକ କ୍ଷଣ ଭଗବାନଙ୍କର ନାମ ନେଉଥିଲେ। ସେଥିପାଇଁ ସେହି ଗ୍ରାମରେ କେବେ କୌଣସି ବିପଦ ମଧ୍ୟ ସ୍ପର୍ଶ ହୋଇପାରୁନଥିଲା। ଏହା ସତ୍ୟ ଅଟେ। ଏହି ଗ୍ରାମର ପ୍ରତ୍ୟେକ ବ୍ୟକ୍ତି ଏକ ମହାତ୍ମା ମଧ୍ୟ, କାହିଁକିନା ଯେତେବେଳେ ଏହି ସୁନ୍ଦର ତଥ୍ୟ ପ୍ରତ୍ୟେକ ବ୍ୟକ୍ତି ଜାଣିବେ, ସତରେ ଆଶ୍ଚର୍ଯ୍ୟ ହୋଇଯିବେ। ଭଗବାନଙ୍କର ନୀଳା ଅପାର ହୋଇଥାଏ। ଭଗବାନ ପ୍ରତ୍ୟେକ ଭକ୍ତର ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଯେତେବେଳେ ଏହି ସୁନ୍ଦର କଥା କେବଳ ଶାସ୍ତ୍ର ନୁହଁ, ବରଂ ଏହି ସୁନ୍ଦର କଥା ପ୍ରତ୍ୟେକ ମୁନି ଋଷି, ତପସ୍ୱୀ, ମହର୍ଷି ସମସ୍ତେ ଏକଥା ଜାଣନ୍ତି ଆଉ ଏହାଦ୍ୱାରା ପ୍ରତ୍ୟେକ ଭକ୍ତ ମଧ୍ୟ ଜାଣିଥାନ୍ତି। ସେଥିପାଇଁ 12ଟା ମାସ ଭିତରୁ ଏହି ଶ୍ରାବଣ ମାସ ଅତ୍ୟଧିକ ପ୍ରିୟ ଦେବଦେବ ମହାଦେବଙ୍କର। ଏହି ମାସ ସାରାର ପୁଣ୍ୟ ଅର୍ଜନ କରିବାକୁ ଚାହୁଁଥିଲେ ନିହାତି ଭାବରେ ଆପଣମାନେ ଶ୍ରାବଣ ସୋମବାର ଦିନ ମହାଦେବଙ୍କୁ ନିଜ ଅନ୍ତରରୁ ଜଳ ଅର୍ପଣ କରନ୍ତୁ। ଏକ ଏମିତିକା ଭଗବାନ, ତାଙ୍କ ପାଖରେ କୌଣସି ବି ଭୋଗ, କୌଣସି ବି ନୀତି ନିୟମ ନଥାଏ। ଯେକୌଣସି ଭକ୍ତ ଯାହା ବି କିଛି ଶ୍ରଦ୍ଧାରେ ଅର୍ପଣ କରିବେ ତାକୁ ଗ୍ରହଣ କରିଥାନ୍ତି ଆଉ ଅତ୍ୟଧିକ ଶୀଘ୍ର ଯଦି ପ୍ରତ୍ୟେକ ଇଚ୍ଛା ସ୍ୱପ୍ନକୁ ପୂରଣ କରିଥାନ୍ତି, ସେହି ଦେବତା ହେଉଛି ଦେବଦେବ ମହାଦେବ। ମହାଦେବ ସମସ୍ତଙ୍କର ଦୁଃଖ କଷ୍ଟକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିଦେଲେ। ଆଉ ଠିକ୍ ସେମିତି ଶ୍ରାବଣ ମାସ ସୋମବାର ଦିନ ପ୍ରତ୍ୟେକ ଭକ୍ତମାନେ ଯଦି ମହାଦେବଙ୍କ ଉପରେ ଜଳ ଅର୍ପଣ କରିବେ, ତାଦ୍ୱାରା ପ୍ରତ୍ୟେକ ଇଚ୍ଛା ପୂରଣ ହୋଇଯିବ। ଏକଥା ସତ୍ୟ। ସେଥିପାଇଁ ଆପଣମାନେ ମଧ୍ୟ ଶାସ୍ତ୍ର ତଥ୍ୟକୁ ମନେ ରଖନ୍ତୁ ଆଉ ନିହାତି ଭାବରେ ମହାଦେବଙ୍କର ନାମକୁ ଜପ କରିବା ସାଙ୍ଗେ ସାଙ୍ଗେ ଶ୍ରାବଣ ମାସ ସୋମବାର ଦିନ ଜଳ ଅର୍ପଣ କରନ୍ତୁ। ତାଦ୍ୱାରା ବହୁତ କିଛି ପୁଣ୍ୟ ଅର୍ଜନ ହୋଇପାରିବ। ଏହି ତଥ୍ୟ ଆପଣମାନଙ୍କୁ କିପରି ଲାଗିଲା ନିହାତି ଭାବରେ କମେଣ୍ଟ ମାଧ୍ୟମରେ ଜଣାଇ ପାରିବେ। ଯେତେବେଳେ ମା ପାର୍ବତୀ ମା ତାଙ୍କୁ ଜଳ ଅର୍ପଣ କରିଲେ, ସେହି ଦିନଠାରୁ ପ୍ରତ୍ୟେକ ଭକ୍ତ ମହାଦେବଙ୍କର ମସ୍ତକରେ ଜଳ ଅର୍ପଣ କରନ୍ତି। ତା ସାଥିରେ ମା ଲକ୍ଷ୍ମୀ ମା ମଧ୍ୟ ମହାଦେବଙ୍କ ଉପରେ ଜଳ ଅର୍ପଣ କରିଥିଲେ ଆଉ ଏକଥା କହିଥିଲେ, ମହାଦେବଙ୍କ ଉପରେ ଜଳ ଅର୍ପଣ କରିଲେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ମିଳିପାରିବ। ଏହା ସତ୍ୟ ଅଟେ। ଆପଣମାନଙ୍କୁ ଏହି ତଥ୍ୟ କିପରି ଲାଗିଲା ନିହାତି ଭାବରେ କମେଣ୍ଟ ମାଧ୍ୟମରେ ଜଣାଇ ପାରିବେ। ଏହି ଶ୍ରାବଣ ମାସରେ ଲୁଚି ରହିଥିବା ଏହି ଛୋଟିଆ କାହାଣୀ କିପରି ଲାଗିଲା କହିପାରିବେ କେବଳ କମେଣ୍ଟରେ। ଭିଡ଼ିଓ ଯଦି ଭଲ ଲାଗିଛି ସବସ୍କ୍ରାଇବ୍ କରିଦେବେ, ଲାଇକ୍ କରିଦେବେ, କମେଣ୍ଟ କରିଦେବେ। ରହୁଛି। ରାଧେ ଶ୍ରୀକୃଷ୍ଣ।